ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ସାଧାରଣ କାଳର ପ୍ରଥମ ବର୍ଷ ଦ୍ୱାବିଂଶ ରବିବାର ପଦାର୍ପଣ କରିଅଛୁ। ଆଜିର ମୁଖ୍ୟ ପ୍ରସଙ୍ଗ ନିର୍ଯାତନା ବା ଦୁଃଖ ଯାତନା, ଅନନ୍ତ ଗୌରବର ପଥ। ଯୀଶୁ ଓ ପିତରଙ୍କ ସମ୍ପର୍କରେ ଚ୍ୟାଲେଞ୍ଜିଂ ମୁହୂର୍ତ୍ତ। ପରସ୍ପର ମଧ୍ୟରେ ଥିବା ଦୁଇଟି ବାସ୍ତବତା ଓ ଦୃଷ୍ଟିକୋଣରେ ଅସ୍ପଷ୍ଟତା। ମନୁଷ୍ୟ ଭାବରେ ଈଶ୍ୱରଙ୍କର ସ୍ୱଭାବ, ଯାହାକି ଐଶ୍ୱରିକ ଯୋଜନା ଅନୁଯାୟୀ ଯୀଶୁ ବ୍ୟକ୍ତ କରିବା ବେଳେ ପିତରଙ୍କ ଭାବନା ଓ ମନୋଭାବ ଯୀଶୁଙ୍କ ବିପରୀତ ବା ଅନୁରୂପ ନୁହଁ। ଯେବେ ପିତର ଯୀଶୁଙ୍କୁ ମେସିହ ବା ତ୍ରାଣକର୍ତ୍ତା ବୋଲି ଘୋଷଣା କରନ୍ତି, ଯୀଶୁ କେଉଁଭଳି ସେହି ମେସିହା ବା ମସିହ ହୋଇପାରିବେ ସେହି ବିଷୟ ହିଁ ବ୍ୟକ୍ତ କରନ୍ତି। ଯଥା ମନୁଷ୍ୟପୁତ୍ର ଜେରୁସାଲେମ ଯିବା ଆବଶ୍ୟକ, ସେଠାରେ କୁଳବୃଦ୍ଧ, ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ବହୁ କଷ୍ଟ ଭୋଗ କରି ମୃତ୍ୟୁବରଣ କରିବେ ଓ ତୃତୀୟ ଦିବସରେ ପୁନର୍ଥିତ ହେବେ। କିନ୍ତୁ ପିତର ଏହି ବାକ୍ୟକୁ ନ ବୁଝିପାରେ ମନୁଷ୍ୟ ଭାବରେ ଭାବବିହ୍ୱଳ ହୋଇ କୁହନ୍ତି, ପ୍ରଭୁ ଈଶ୍ୱର ଏପରି ନ କରନ୍ତୁ, ତୁମ ପ୍ରତି ଏହା କେବେ ନ ଘଟୁ। ବୁଲି ପଡ଼ି ଯୀଶୁ କୁହନ୍ତି, ମୋ ସମ୍ମୁଖରୁ ଦୂର ହୁଅ ଶୈତାନ। ତତ୍ପରେ ଯୀଶୁ ଶିଷ୍ୟତ୍ୱର ସର୍ତ୍ତକୁ ବ୍ୟକ୍ତ କରନ୍ତି। ମାଥ୍ୟୁ 16:24 କେହି ଯଦି ମୋର ଅନୁସରଣ କରିବାକୁ ଚାହେଁ, ସେ ଆତ୍ମତ୍ୟାଗ କରୁ ଏବଂ ନିଜର କ୍ରୁଶ ବହନ କରି ମୋର ଅନୁଗମନ କରୁ। ବର୍ତ୍ତମାନ ଆଜିର ପଠନ ଗୁଡ଼ିକ ଉପରେ ଧ୍ୟାନ କରିବା। ପ୍ରଥମ, ଜେରେମିୟ, ମୋର ଅନ୍ତଃକରଣରେ ଜ୍ୱଳନ୍ତ ଅଗ୍ନି ଅଛି। ପ୍ରଥମ ପଠନରେ ଏକ ବିପରୀତ ବା ବିରୋଧାଭାସର ଆୟାମ ଦର୍ଶାଯାଇଛି। ମନୁଷ୍ୟର ଭାବ ଓ ଈଶ୍ୱରଙ୍କର ସ୍ୱଭାବନୀୟ କର୍ମ ମନୁଷ୍ୟ ଦ୍ୱାରା ହିଁ ସାଧିତ। ଜେରେମିୟ କଷ୍ଟ, ଦୁଃଖ, ତାଡ଼ନା, ଅପମାନ ଲଭୁଛନ୍ତି। ସେ ଜଣେ ପ୍ରବକ୍ତାର ମିଶନ କର୍ମ ସାଧନ କରୁଛନ୍ତି, ବା ବାସ୍ତବରେ ଜଣେ ପ୍ରବକ୍ତା ଭାବରେ ଆହ୍ୱାନ ଅନୁଯାୟୀ ସେ କାର୍ଯ୍ୟ ସାଧନ କରନ୍ତି। କିନ୍ତୁ ଏହି କର୍ମ ସାଧନ କରିବା ଦ୍ୱାରା ସେ ଦୁଃଖ, କଷ୍ଟ, ତାଡ଼ନା ଓ ଅପମାନ ଭୋଗୁଛନ୍ତି। ତେଣୁ ସେ ହତୋତ୍ସାହ ହୋଇ ଏହି କର୍ମ ବନ୍ଦ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ଅଥଚ ସେ ପୁଣି କହନ୍ତି 20:9 ମୁଁ ତାହାଙ୍କ ବିଷୟ କହିବି ନାହିଁ, କି ଅବା ତାଙ୍କ ନାମରେ ଆଉ କଥା କହିବି ନାହିଁ। ଯେବେ ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ ରୁଦ୍ଧ ଦାହକାରୀ ଅଗ୍ନି ମୋର ହୃଦୟରେ ଥିଲା ପରି ହୁଏ, ଆଉ ମୁଁ ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନପାରେ। ସୁତରାଂ ସେହି ଅଗ୍ନି କଣିକା ପ୍ରଭୁଙ୍କର ଆହ୍ୱାନ ହୋଇପାରେ, ଯାହା ଦ୍ୱାରା ପରମେଶ୍ୱରଙ୍କୁ ସେ ସତ୍ୟରେ ଅନୁଭବ କରନ୍ତି। ଭୋଗୁଥିବା ତାଡ଼ନା, ଅପମାନ ତାଙ୍କର କାର୍ଯ୍ୟକୁ ସାଧନ କରିବାରେ ପ୍ରତିବନ୍ଧକ ହୋଇପାରେ ନାହିଁ, କି କାର୍ଯ୍ୟ କରିବାର ଇଚ୍ଛାକୁ ଲୋପ କରିପାରେ ନାହିଁ। ଆମ୍ଭେ ଥକି ଯାଇପାରୁ, ଅଧୈର୍ଯ୍ୟ ହୋଇପାରୁ, ଏମିତିକି ଆଘାତ ପ୍ରାପ୍ତ କରିପାରୁ, କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କୁ ଅଗ୍ରସର ହୋଇ କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରିଥାଏ। ସେହି କାର୍ଯ୍ୟ ହିଁ ଆମ ପାଇଁ କ୍ରୁଶର ଭଳି ଲାଗିଥାଏ। ଦ୍ୱିତୀୟ, କ୍ରୁଶର। ପ୍ରବକ୍ତା ଜେରେମିୟଙ୍କ ଦୁଃଖ, କଷ୍ଟ, ନିର୍ଯାତନା, ଅପମାନ ତାଙ୍କ ପାଇଁ ଏକ କ୍ରୁଶର ସଦୃଶ୍ୟ। ଆମ ଜୀବନରେ ମଧ୍ୟ ସମସ୍ୟା, ଦୁଃଖ, କଷ୍ଟ, ଦୁର୍ଦ୍ଦଶା, ରୋଗ, ବ୍ୟାଧି ଇତ୍ୟାଦି କ୍ରୁଶର ସଦୃଶ୍ୟ। ଯେତେବେଳେ ଯୀଶୁ କ୍ରୁଶ ଯନ୍ତ୍ରଣାର ବିଷୟ ବ୍ୟକ୍ତ କରନ୍ତି, ସାଧୁ ପିତର ଏହି ବିଷୟକୁ ଗ୍ରହଣ କରିପାରନ୍ତି ନାହିଁ। କାରଣ ସେ ଜାଣିବାକୁ ପାଇଥିବେ ଯେ କ୍ରୁଶ ମୃତ୍ୟୁଦଣ୍ଡ ଜଣେ ଜଘନ୍ୟ ଅପରାଧୀଙ୍କ ପାଇଁ ଉଦ୍ଦିଷ୍ଟ, ଦେଶଦ୍ରୋହୀଙ୍କ ପାଇଁ ଉଦ୍ଦିଷ୍ଟ, ବଡ଼ ଡକାୟତଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯୀଶୁ ଜଣେ ମହାନ ବ୍ୟକ୍ତି, ଈଶ୍ୱରଙ୍କର ପୁତ୍ର, ଜଗତର ତ୍ରାଣକର୍ତ୍ତା। ସେ କିପରି ଏହିଭଳି ମୃତ୍ୟୁଦଣ୍ଡ ଲଭିବେ? ତେଣୁ ସେ ଆପତ୍ତି କରି କୁହନ୍ତି, ପ୍ରଭୁ ଈଶ୍ୱର ଏପରି ନ କରନ୍ତୁ, ତୁମ ପ୍ରତି ଏହା କେବେ ନ ଘଟୁ। ପିତର ସରଳ ନିର୍ମଳ ଲୋକ ଭଳି ଚିନ୍ତା କରି ଏପରି କୁହନ୍ତି, କିନ୍ତୁ ପରମେଶ୍ୱରଙ୍କର ଅଗାଧ କଳ୍ପନା ଓ ଗଭୀର ଯୋଜନାକୁ ସେ କିପରି ବୁଝିପାରିବ? ବାସ୍ତବରେ ସେହି କ୍ରୁଶର ଯୀଶୁଙ୍କ ପାଇଁ ମଧ୍ୟ ଦୁଃଖ, କଷ୍ଟ, ମରଣର ଅର୍ଥକୁ ହିଁ ବୁଝାଏ ଓ ସୂଚାଏ। ପରନ୍ତୁ ପରବର୍ତ୍ତୀ ସମୟରେ ଏହି କ୍ରୁଶର ଯୀଶୁଙ୍କର ବିଜୟ ଓ ପୁନରୁତ୍ଥାନ ବିଷୟକୁ ଦର୍ଶାଏ। ତେଣୁ କ୍ରୁଶର ଯୀଶୁଙ୍କ ପାଇଁ ଗୌରବର ଚିହ୍ନ ହୋଇ ଜଗତରେ ପରିଚୟ ଲାଭ କଲା। ତେଣୁ କ୍ରୁଶର ଦ୍ୱାରା ଆମେ ଗୌରବାନ୍ୱିତ ହୋଇପାରିବା। ତେଣୁ ସାଧ୍ୱୀ ରୋସ୍ ଲିମା କୁହନ୍ତି,
କ୍ରୁଶର ବ୍ୟତୀତ ଜଗତରେ କୌଣସି ସିଢ଼ି ନାହିଁ ଯାହାଦ୍ୱାରା ଆମେ ସ୍ୱର୍ଗକୁ ଯାଇପାରିବା। କେତେକ ସମୟରେ ଆମ୍ଭେ ଭାବୁ ଯଦି ପ୍ରଭୁ ମୋତେ ପ୍ରେମ କରନ୍ତି ତେବେ କାହିଁକି ଏତେ କଷ୍ଟ ମୁଁ ଭୋଗୁଛି, କାହିଁକି ପ୍ରାର୍ଥନାର ଉତ୍ତର ମିଳୁନାହିଁ, କାହିଁକି ଜୀବନରେ ସମସ୍ୟା ଉପରେ ସମସ୍ୟା ଉପୁଜୁଛି, ରୋଗ ବ୍ୟାଧି ଆମକୁ ଇତସ୍ତତ କରି ଚାଲିଛି, କାହିଁକି ଏହିସବୁ ଘଟୁଛି। ସତ୍ୟରେ କ୍ରୁଶର ବ୍ୟତୀତ ଯୀଶୁ ନିଜର ଶିଷ୍ୟମାନଙ୍କୁ କୌଣସି ପ୍ରତିଜ୍ଞା କରିନାହାନ୍ତି। ଯେ ମୋର ଅନୁସରଣ କରିବାକୁ ଚାହେଁ ସେ ନିଜର କ୍ରୁଶ ବହନ କରି ଅନୁଗମନ କରୁ। ସୁତରାଂ ଜୀବନର କ୍ରୁଶର ବହି ଆମେ ତାହାଙ୍କର ଅନୁଗମନ କରିବା ପାଇଁ ଯୋଗ୍ୟ ହୋଇପାରିବା। ଆମେ ନିର୍ଭୟରେ ଏହି ଆହ୍ୱାନକୁ ଆପଣାର କରିପାରିବା, କାରଣ ଏହି କ୍ରୁଶ ଯନ୍ତ୍ରଣା ଆମକୁ କିଛି ହିଁ କ୍ଷତି କରିପାରିବ ନାହିଁ। ଦ୍ୱିତୀୟ କରନ୍ଥୀୟ 4:8-9 କୁହେ, ଆମେ ସବୁ ପ୍ରକାର ଭାରାକ୍ରାନ୍ତ କିନ୍ତୁ ପେଷିତ ହୋଇନାହୁଁ, ବିଭ୍ରାନ୍ତ ହେଉଛୁ କିନ୍ତୁ ହତାଶ ହୋଇନାହୁଁ, ଆମେ ନିର୍ଯାତିତ କିନ୍ତୁ ପରିତ୍ୟକ୍ତା ହୋଇନାହୁଁ, ଧକ୍କା ପାଇଛୁ କିନ୍ତୁ ଧ୍ୱଂସ ହୋଇନାହୁଁ। ଆମର କ୍ରୁଶର ରୂପକ ପରିବେଶ ପରିସ୍ଥିତି ଅବସ୍ଥିତି ଆମମାନଙ୍କର ବିଶ୍ୱାସର ପରିବୃଦ୍ଧି ପାଇଁ ଉପଯୁକ୍ତ ହୋଇପାରେ। ଆମର ବ୍ୟବହାର ସ୍ୱଭାବ ଓ ଚରିତ୍ର ଗଠନର ଓ ଶୁଦ୍ଧୀକୃତର ସ୍ଥାନ ହୋଇପାରେ ଏବଂ ପ୍ରଭୁଙ୍କ ଠାରେ ଆମ ନିର୍ଭର ଓ ଭରସା ତଥା ଆସ୍ଥା ଅତି ଗଭୀର ହୋଇପାରେ। ଏହି ସମସ୍ତ ସମ୍ଭବ ହୋଇପାରିବ ଯେବେ ଆମେ ନିଜକୁ ଅସ୍ୱୀକାର କରିବା। ତୃତୀୟ, ନିଜକୁ ଅସ୍ୱୀକାର କରିବାର ଅର୍ଥ ନୁହେଁ ଆମେ ନିଜକୁ ପରିତ୍ୟକ୍ତା କରିବା। ଯେବେ ଯୀଶୁ ନିଜକୁ ଅସ୍ୱୀକାର କର ବୋଲି କୁହନ୍ତି, ସେ କହନ୍ତି ନାହିଁ ଯେ ତୁମେ ନିଜକୁ ଘୃଣା କର କିମ୍ବା ନିଜକୁ ମୂଲ୍ୟହୀନ ବୋଲି ଗଣନା କର। ନିଜକୁ ଅସ୍ୱୀକାର କରିବାର ଅର୍ଥ ଆମମାନଙ୍କର ସ୍ୱାର୍ଥପର ଅଭିଳାଷ ପୂର୍ବେ ପରମେଶ୍ୱରଙ୍କୁ ସ୍ଥାନିତ କରିବା। ଏହା କହିବାର ଅର୍ଥ ଯଥା ମୁଁ କ'ଣ ଚାହେଁ ତାହା ନୁହଁ, ବରଂ ପ୍ରଭୁ କ'ଣ ଚାହାନ୍ତି। ପ୍ରତିଶୋଧ ନୁହେଁ ବରଂ କ୍ଷମା, ସ୍ୱାର୍ଥପର ନୁହଁ ବରଂ ସ୍ୱାର୍ଥହୀନ ସେବା, ନିଜର ଆରାମ ପାଇଁ ନୁହଁ ବରଂ ଅନ୍ୟର ଖୁସି ପାଇଁ। ଯୀଶୁ ନିଜେ ଗେଥ୍‌ସେମନିରେ ଏକ ଉତ୍ତମ ନମୁନା ପ୍ରଦାନ କରନ୍ତି। ଲୁକ୍ ଲିଖିତ ସୁସମାଚାର 22:42 ରଖ, ମୋର ଇଚ୍ଛା ନୁହଁ ବରଂ ତୁମ ଇଚ୍ଛା ସାଧିତ ହେଉ। ଏହା ହିଁ ଖ୍ରୀଷ୍ଟୀୟ ଶିଷ୍ୟତ୍ୱର ମୂଲ୍ୟବୋଧ ଓ ମୂଳନୀତି। ଆଶିଷର ସାଧୁ ଫ୍ରାନ୍ସିସ୍ ସ୍ମରଣ କରାଇ ଦିଅନ୍ତି ଯେ ଖ୍ରୀଷ୍ଟ ଅର୍ଥ ଜାଗତିକ ମହାନତା ବ୍ୟତୀତ ସରଳତା, ତ୍ୟାଗ ଓ ପ୍ରେମକୁ ଆପଣାର କରିବା। ସୁତରାଂ ଯେବେ ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା, ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିପାରିବା ନାହିଁ ଏବଂ ଯାହା ବି ଆମେ ଲଭିବା କଥା ତାହା ବି ହରାଇବା। କିନ୍ତୁ ଯେବେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କର୍ମ କରିବା, ତେବେ ଆମେ ନିଶ୍ଚିତ ଭାବରେ ଲାଭରେ ହିଁ ରହିବା। ଚତୁର୍ଥ, ମନୁଷ୍ୟର କି ଲାଭ? ଚିତ୍ତ ଆକର୍ଷିତ ପ୍ରଶ୍ନ ଯୀଶୁ ପଚାରନ୍ତି ମାଥ୍ୟୁ 16:26। ମନୁଷ୍ୟ ଯଦି ସମଗ୍ର ଜଗତ ଲାଭ କରେ କିନ୍ତୁ ନିଜ ଆତ୍ମାକୁ ହରାଇ ଦିଏ, ତେବେ ସେଥିରେ ତା'ର କି ଲାଭ? ଅନେକ ସମୟରେ ଜଗତ ଆମମାନଙ୍କୁ କହିଥାଏ ସଫଳତା ବା ଲାଭର ଅର୍ଥ ଧନ ସମ୍ପତ୍ତି, ଖ୍ୟାତି, ଟଙ୍କା ପଇସା, ପଦମର୍ଯ୍ୟାଦା, ମାନ ସମ୍ମାନ ଇତ୍ୟାଦି। କିନ୍ତୁ ଯୀଶୁ ଆମମାନଙ୍କୁ କ୍ଷଣସ୍ଥାୟୀ ସଫଳତା ବା ଲାଭର ଊର୍ଦ୍ଧ୍ୱରେ ଦେଖିବାକୁ ଆହ୍ୱାନ କରନ୍ତି। ଯଦି ପ୍ରଭୁଙ୍କ ସମ୍ପର୍କକୁ ହରାଇ ଜଗତର ଧନ ଦୌଲତ ଓ ସମସ୍ତ ବିଷୟକୁ ଲାଭ କରେ, ତେବେ ତାହାର ମୂଲ୍ୟ କ'ଣ? ଯଦି ସମଗ୍ର ଜଗତକୁ ବି ହାସଲ କରୁ କିନ୍ତୁ ହୃଦୟରେ ଶାନ୍ତି ନାହିଁ, ଧନ ସମ୍ପତ୍ତି ଠୁଳ ହୋଇଛି ଅଥଚ ଖାଲି ଖାଲି ଅନୁଭବ କରୁ, ମନୁଷ୍ୟମାନଙ୍କ ଠାରୁ ପ୍ରଶଂସା ଓ ଅଭିନନ୍ଦନ ଲାଭ କରୁ କିନ୍ତୁ ପ୍ରଭୁଙ୍କ ଠାରୁ ବହୁତ ଦୂରରେ ଅବସ୍ଥାନ କରୁ, ତେବେ ଏହାର ଲାଭ କ'ଣ? ତେଣୁ ଅତି ସୁନ୍ଦର ଭାବରେ ସାଧୁ ଅଗସ୍ତିନ କୁହନ୍ତି, our hearts are restless until they rest in you। ସେହି ପର୍ଯ୍ୟନ୍ତ ଆମର ହୃଦୟ ବିଚଳିତ ଯେଉଁ ପର୍ଯ୍ୟନ୍ତ ତୁମଠାରେ ବିଶ୍ରାମ ନ ଲଭିଛୁ। କେବଳ ପ୍ରଭୁ ହିଁ ମନୁଷ୍ୟ ହୃଦୟର ଅତି ଗଭୀର କ୍ଷୁଧାକୁ ତୃପ୍ତ କରିପାରିବେ। ତେଣୁ ଆମେ ଆମର ଜୀବନ ଓ ସମସ୍ତ ଆଶା ଆକାଂକ୍ଷା ପ୍ରଭୁଙ୍କ ଠାରେ ନ୍ୟସ୍ତ କରିବା ଦରକାର। ପଞ୍ଚମ, ତୁମର ସମସ୍ତ ଜୀବନ ପ୍ରଭୁଙ୍କୁ ସମର୍ପଣ କର। ଦ୍ୱିତୀୟ ପଠନରେ ସାଧୁ ପାଉଲ କୁହନ୍ତି ରୋମିଓ 12:1 ତୁମେମାନେ ନିଜ ନିଜ ଶରୀରକୁ ଜୀବନ୍ତ, ପବିତ୍ର ଓ ଈଶ୍ୱରଙ୍କର ତୃପ୍ତିଜନକ ବଳି ରୂପେ ଉତ୍ସର୍ଗ କର। ଆମ ଦୈନନ୍ଦିନ ଜୀବନରେ ଆମର କ'ଣ ଅଛି ତାହା ଉତ୍ସର୍ଗ କରି ପ୍ରଭୁଙ୍କ ମନକୁ ତୃପ୍ତି କରିପାରିବା। ହୋଇପାରେ ଆମର ସମ୍ପୂର୍ଣ୍ଣ ଜୀବନ, ଆମର ହିତ ଓ ଉତ୍ତମ କର୍ମାବଳୀ
କିଛି ତ୍ୟାଗପୂତ ଜୀବନ, ସେବାର କର୍ମ, ଦୟା କ୍ଷମା ପ୍ରେମର ଜୀବନ, ଆମ ଦାୟିତ୍ୱ ଓ କର୍ତ୍ତବ୍ୟପରାୟଣ ଜୀବନ, ଆମ ସାଂସ୍କାରିକ ଜୀବନ, ଧାର୍ମିକ ଓ ପୁଣ୍ୟ ଜୀବନ ଇତ୍ୟାଦି। ପ୍ରାର୍ଥନା। ହେ ଶକ୍ତି ପ୍ରଦାୟକ ପ୍ରଭୁ ପରମେଶ୍ୱର, ତୁମର ଶକ୍ତିରେ ମୋତେ ଶକ୍ତିବନ୍ତ କର, ଯଦ୍ୱାରା ତୁମର ଆଦେଶ ପାଳନ କରି, ଆପଣା କୃଶ ବହନ କରି, ତୁମର ପଦାଙ୍କ ଅନୁକରଣ କରି ତୁମର ଅନୁସରୀ ହୋଇପାରିବି। ମୋର ଜୀବନର କୃଷକୁ ବୋହିବାକୁ ମୋତେ ସକ୍ଷମ କର। ଜଗତର ମୋହ ମାୟାରୁ ଦୂରରେ ରଖ। ତୁମର ଇଚ୍ଛା ସର୍ବଦା ଜାଣି କାର୍ଯ୍ୟ କରିବାକୁ ମୋତେ ଅନୁଗ୍ରହ ଦିଅ। ପ୍ରଭୁ ଯୀଶୁଙ୍କ ନାମରେ ତଥାସ୍ତୁ।